ॐ श्री गणेशाय नमः। ॐ नमः भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं तज्जयमुदीरयेत्। मूकं करोति वाचालं पङ्गुलघयते गिरिं। यत्कृपातमहं वन्दे परमानन्दमाधवम्। भागवत महापुराण प्रथम स्कंद चतुर्थ अध्याय। हेमंते भागवत बाणी सुत मुनिक मुख शुणी। मुनिक मध्य कर्मसुध शौनक नामे कुलवृद्ध। सर्वमुनिक अवधाने पुच्छन्ति मधुर वचने। शौनक उवाच हे सुत तुम्भे महाधीर। बकता जनम देवर गंगार तीरे राजा आगे। सुख कहिले ब्रह्म भागे ए भागवत धर्म केबे। व्यासर छिले केउ जुगे से कथा कह आंभ आग। तुम्भे से अट महाभाग काहार बोले काहीं बसी। कि भावे कि हेतु दसी सुख जे ताहांक कुमर समदरसी निर्विकार। एकांत मति रात्र दिने कृष्ण महिमा जार मने। निर्माया मूढ़ता प्रतीति लखी न पारे केही गति। ଯାହାର ଆଗମନ କାଳେ ଦେବକନ୍ୟାଏ ଥିଲେ ଜଳେ। ସ୍ୱଭାବେ ନଗ୍ନ ତାଙ୍କୁ ଦେଖି ଧାଇଁଲେ ଲଜ୍ଜାକୁ ପେଖି। ଦେଖିବା ଅର୍ଥେ ଜଳ ତଟେ ମିଳିଲେ ମୁନିଙ୍କ ନିକଟେ। ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ଜଳେ ପଶିଲେ ବେଗେ ଯାଇ। ସ୍ୱଭାବେ ସେ ସୁର ଯୁବତୀ ଜାଣନ୍ତି ସର୍ବପ୍ରାଣୀ ଗତି। ଦେଖି କନ୍ୟାଙ୍କ ମୂଢ଼ ଗତି ଚଞ୍ଚଳ ବ୍ୟାସଙ୍କର ମତି। ଏମନ୍ତେ କନ୍ୟା ଗଣେ ଚାହିଁ ବ୍ୟାସ କହନ୍ତି ଖେଦ ବହି। ପୁଣି କ୍ଷଣକେ ପାଇ ଶାନ୍ତି କନ୍ୟାକୁ ଚାହିଁ ପଚାରନ୍ତି। ଅଇଲୋ ମୋର ପୁତ୍ର ଚାହିଁ କି ପାପ ଶିଲ ଜଳେ ଯାଇ। ଏ କିସ ତୁମ୍ଭର ବେବାର ସେ ସୁକ ମହର କୁମର। ତରୁଣ ବୟସ ତାହାର ଏ ବୃଦ୍ଧ ଶରୀର ମୋହର। ବ୍ୟାସ ବଚନେ ନାରୀ ଗଣେ ତକ୍ଷଣେ ନମିଲେ ଚରଣେ। ବୋଲନ୍ତି ବ୍ୟାସ ମୁଖ ଚାହିଁ ସଂସାର ତାଙ୍କ ଦେହ ନାହିଁ। ତୁମ୍ଭେ ଯେ ବୋଲେ ଆମ୍ଭେ ବୃଦ୍ଧ ବିଷର ସେ ଅଛି ସଧ। ଏ ଘେନି ହୋଇଲୁ ଅନ୍ତର ଆମ୍ଭର ଦୋଷ କ୍ଷମା କର। ଏମନ୍ତେ ଗଲେ ନାରୀ ଗଣେ ସୁଖ ରହିଲେ ସେହି ବନେ। ସେ ସୁକ ମୁନି କିସ କାର୍ଯ୍ୟେ ପ୍ରବେଶ କଲେ କୁରୁ ରାଜ୍ୟେ। ଉନ୍ନତ ଜଡ଼ ରୂପ ବହି ତାହାଙ୍କୁ କେହି ନ ଜାଣଇ। କେମନ୍ତେ ପରୀକ୍ଷିତ ମେଳେ ମିଳିଲେ ଜାହ୍ନବୀର କୂଳେ। ତହିଁ ଅନେକ ମୁନି ମଧ୍ୟେ ଏ ଭାଗବତର ସମ୍ବାଦେ। ପ୍ରଜାଙ୍କ ଦ୍ୱାରେ ସାୟଂ କାଳେ ଯେ ନିତ୍ୟ ଭିକ୍ଷା ଅର୍ଥେ ମିଳେ। ଗୋଦୋହ ମାତ୍ର ଦ୍ୱାରେ ରହି ଗୋଦୋହ ମାତ୍ର ଦ୍ୱାରେ ରହି ଗୃହିଙ୍କି ତୀର୍ଥ ଫଳ ଦେଇ। ସେ ମୁନି ପରୀକ୍ଷିତ ମେଳେ ମିଳିଲେ ପୂର୍ବ ପୁଣ୍ୟ ଫଳେ। ସେ ପୁଣି ଭାଗବତ ଶାସ୍ତ୍ର କହିଲେ ଏତ ଆଚମ୍ବିତ। ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁ ସୁତ। ତାହାଙ୍କ ଜନ୍ମ କର୍ମ ଯେତେ କହିବା ଆମ୍ଭର ଗ୍ରତେ। ଅଦ୍ଭୁତ ପ୍ରାୟ ତାହା ଶୁଣି ଡରିବୁ ଭବ ତରଙ୍ଗିଣୀ।
ସେ ସର୍ବ ରାଜାଙ୍କର ସାର, ପାଣ୍ଡବ ବଂଶେ କୀର୍ତ୍ତଧର। ଏଡ଼େ ସମ୍ପଦ କରି ଦୂର, କିମ୍ପା ରହିଲେ ଗଙ୍ଗା ତୀର। ଶତ୍ରୁ ରାଜାଏ ଚାର ପାଦ, ନମନ୍ତି ଦେଇଣ ସମ୍ପଦ। ଯୁବା ବୟସେ ନରପତି, ତେଜିଣ ଅଚଳ ବିଭୂତି। ଯେହୁ ଶରୀର ଏ ସଂସାରେ, ବହଇ ପର ଉପକାରେ। ହରିଚରଣ ଚିନ୍ତି ଚିତେ, ସେ ରାଜା ବର୍ତ୍ତେ ଜନହିତେ। ସେ କିମ୍ପା ଛାଡ଼ିଲେ ଜୀବନ, ଉପେକ୍ଷି ଗୃହ ତାରା ଧନ। କହ କାରଣ କିବା ଅର୍ଥେ, ସଂଶୟ ଛାଡ଼ିବ ଯେ ମନ୍ତେ। ତୁମ୍ଭେ ସର୍ବଜ୍ଞ ନିର୍ବିକାର, କହ ସଂଶୟ ଯାଉ ଦୂର। ଏମନ୍ତେ ଶୌନକ ବଚନେ, ସକଳ ପ୍ରଶ୍ନ ଅନୁମାନେ। କହନ୍ତି ସୁତ ମହାଋଷି, ମୁନିଙ୍କ ପ୍ରଶ୍ନ ପରଂଶସି। ସୁତ ଉବାଚ ଶୁଣ ସକଳ ମୁନିଜନ, ଶ୍ରୀକୃଷ୍ଣ ଚରିତ ବିଧାନ। ତ୍ରେତୟା ଯୁଗ ଭୋଗ ଅନ୍ତେ, ଦ୍ୱାପାର ଯୁଗ ଉପଗତେ। ବିଷ୍ଣୁର ଅଂଶେ ବ୍ୟାସ ମୁନି, ଜନ୍ମିଲେ ନର ଦେହ ଘେନି। ପରାଶରଙ୍କ ବୀର୍ଯ୍ୟ ଜାତ, ଯୋଜନ ଗନ୍ଧା ଗର୍ଭଗତ। ସେ ଏକ ଦିନେ ପ୍ରାତଃ କାଳେ, ସ୍ନାନ ସାରି ଗଙ୍ଗା ଜଳେ। ଏକାନ୍ତେ ବଦରିକାଶ୍ରମେ, ବସିଣ ନିଶ୍ଚଳ ଆସନେ। ପର ଅପର ଜ୍ଞାନ ଜାଣେ, ସକଳ ଶାସ୍ତ୍ର ପରିମାଣେ। ଯେ କାଳ ପୁରୁଷର ବଳେ, ଯୁଗେ ଉଡ଼ନ୍ତି ଅନ୍ତରାଳେ। ତାହାକୁ ନ ଦେଖନ୍ତି କେହି, ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି। ପ୍ରାଣୀଙ୍କ ବଳ ନିତ୍ୟ ହରେ, ଯୁଗ ସ୍ୱଭାବ ଅନୁସାରେ। କଳିୟାଗମେ ପ୍ରାଣୀଙ୍କର, ଯେମନ୍ତେ ହୋଇବ ବ୍ୟବହାର। ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ, ଦୁର୍ବଳ ହୋଇବ ଶରୀରେ। ବୁଦ୍ଧି ହୋଇବ ଲୋଭେ ଗ୍ରାସ, ସ୍ୱଭାବେ ଅଳପ ଆୟୁଷ। ଦୁର୍ଭଗା ହୋଇବେ ସକଳେ, ଏହା ଜାଣିଲେ ଯୋଗ ବଳେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ, କଳି ବଞ୍ଚିବେ କେଉଁ ଧର୍ମେ। ବେଦ ଉଚିତ ଶୁଦ୍ଧ କର୍ମ, ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ। ଜୀବର ଶୁଦ୍ଧେ ଅର୍ଥ କରି, ଯେମନ୍ତେ ବିଷ୍ଣୁ ମାୟା ତରି। ଧର୍ମ ସାଧିବେ ଯଜ୍ଞ ମତେ, ଏମନ୍ତ ଭାଳି ମୁନି ଚିତେ। ବେଦକୁ କଲେ ଚାରି ଖଣ୍ଡ, ମଧ୍ୟେ ଭିଆଇ କର୍ମକାଣ୍ଡ। ଋକ ଯଜୁ ସାମ ଅଥର୍ବ, ଏ ରୂପେ କରି ଭିନ୍ନ ଭାବ। ପଞ୍ଚମ ବେଦ ଇତିହାସ, ବ୍ରହ୍ମ ପୁରାଣ ଅଷ୍ଟାଦଶ। ପଇଲ ମୁନି କି ଆଣିଲେ, ପ୍ରଥମ ବେଦ ପଢ଼ାଇଲେ। ଜୈମିନୀଙ୍କ ଦେଲେ ସାମ, ଯଜୁଜେ ବୈଶମ୍ପାୟନ। ଅଙ୍ଗିରା ମୁନି ଅଥର୍ବଣେ, ମୋ ପିତାର ମହର୍ଷଣେ। ପୁରାଣ ଅଷ୍ଟାଦଶ ହେଲେ, ଏମନ୍ତ କଳ୍ପ ସମ୍ପାଦିଲେ। ସେ ଶିଷ୍ୟ ବିଚାରି ନିଶ୍ଚଳେ, ବେଦ ବୃକ୍ଷକୁ ଯୋଗ ବେଳେ। ଅନେକ ଶାଖା ଭିଆଇଲେ, ଶିଷ୍ୟ ପ୍ରଶିଷ୍ୟ ଶିଖାଇଲେ। ଅଳପ ବୁଦ୍ଧି ନର ଯେତେ, ବେଦ ଧରିବେ ଦୃଢ଼ ଚିତେ। ତେଣୁ ଏ ବେଦ ଭାଗ କଲେ, ସେ ଯାହା ମତି ଅନୁସାରେ। ତ୍ରିଶୂଦ୍ର ଜନ ଏ ଜଗତେ, ଯୋଗ୍ୟ ହୁଅନ୍ତି ବେଦ ପଥେ। ତାହାଙ୍କ ନିସ୍ତାରୁଣେ ଅର୍ଥେ, ଉପାୟ ଚିନ୍ତି ଦୟା ଚିତେ। ବୁଦ୍ଧି ମନ୍ଥନେ ବେଦ ମନ୍ଥି, ଭାରତ ପଦ ବନ୍ଧେ ଗୁନ୍ଥି। ବେଦ ଉଦ୍ଧାରି ସାର ଅଥ, ସୂର୍ଯ୍ୟିଲେ ପୁରାଣ ଭାରତ। ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ, କାନନେ ମିଳିଲେ ନିଶ୍ଚିନ୍ତେ। କଲେ ହେ ସର୍ବଧର୍ମ ଯେତେ,
तोष न हुइले हृदगते आश्रित सरस्वती कूले मन न रही निश्चले जोग न पारि चित धरी चंचले एमंत विचारी अति कोठरे वेद घेनी गुरु अनेल चित माने जेबा भारत कलिसार स्त्री शूद्र जनक विस्तार तेबे निर्मल नहे मन चिंता अनले छन छन ए मन धरी बिके मते निश्चल करी ज्ञान पथे जेते चिंतिली वेद धर्म विचारे से माया भ्रम ए माया तुटई जे मते श्रीकृष्ण भक्ति जोग पथे कहिबी भागवत धर्म जेणे न लागे माया भ्रम एमंत हृदय विचारी मन को न पारती धरी एमंत समय नारद आसन्ते शुभे वीणानाद दक्षिणे सरस्वती तटे मिलिले व्यासंक निकटे नारद आगमन देखी दक्षिणे आसन उपेखी केते ही दूर आग सरी नारद करे कर धरी बसाई उत्तम आसने पूजिले अतिथि विधाने से व्यास नारंग पादे सुजने प्रणम आनंदे जार चिंतने पाप नाश नमयी जगन्नाथ दास इति श्रीमद्भागवते महापुराणे परमहंस्या संहितायां प्रथमस्कन्धे नैमिषोपाख्याने चतुर्थाध्यायः।